ଭାରତ ସରକାରଙ୍କ ତରଫରୁ ଭ୍ୟାକେନ୍ସି ଆସିଛି। ଏଇ ଯେଉଁ ଭ୍ୟାକେନ୍ସି ବାହାରିଛି ବ୍ୟାଙ୍କ ତରଫରୁ ଭ୍ୟାକେନ୍ସି ଆସିଛି। 43ଟି ବ୍ୟାଙ୍କ ତରଫରୁ ତମର ଭ୍ୟାକେନ୍ସି ବାହାରିଛି। 195ଟି ଭ୍ୟାକେନ୍ସିକୁ ବାହାର କରାଯାଇଛି। ଯଦି ଆପଣ ଖାଲି +3 ପାସ୍ କରିଛନ୍ତି, ତମର ବୟସ 18ରୁ 33 ବର୍ଷ ଅଛି, ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି, ତ ଭିଡ଼ିଓକୁ ଏଣ୍ଡ ପର୍ଯ୍ୟନ୍ତ ଦେଖ। ଏଠି ତମର ଆପ୍ଲାଏ ଡେଟ୍ ଦେଇଦେଇଛି। ତମର ଆପ୍ଲାଏ ଡେଟ୍ 7 ତାରିଖରୁ ଷ୍ଟାର୍ଟ ହେଉଛି ଆଉ ଲାଷ୍ଟ ଡେଟ୍ ରହିଛି 27 ତାରିଖ। ତାପରେ ତମର ଅନଲାଇନ୍ ଏକ୍ଜାମ ହେବ ଆଉ ପ୍ରିଲିମିନାରୀ ଯେଉଁ ହେବ ସେଇଟା ତମର ଅଗଷ୍ଟ 24ରେ ହେବ। ମେନ୍ ଏକ୍ଜାମ ଯେଉଁଟା ରହିଛି ତମର ସେପ୍ଟେମ୍ବର ଅକ୍ଟୋବର ବେଳକୁ ହୋଇଯିବ। ତମର ପୋଷ୍ଟିଂ ଜାନୁଆରୀ 25 ବେଳକୁ ହୋଇଯିବ। ଯଦି ତମେ ଏଠି ଓଡ଼ିଆ ଲେଖି ଜାଣିଛ, ଓଡ଼ିଆ ପଢ଼ି ଜାଣିଛ, ତାହେଲେ ତମେ ଏଠି ଆପ୍ଲାଏ କରିପାରିବ। ଏଠି ଦେଖ ତମର SC/ST ପିଲାଙ୍କର କ'ଣ ହେବ ନା ଏଠି 5 ବର୍ଷ ବଢ଼େଇ ଦିଆଯିବ। ତାପରେ OBC ପିଲାଙ୍କର ଏଠି ତମର 3 ବର୍ଷ ବଢ଼େଇ ଦିଆଯିବ। ଦେଖ ତମର କ୍ୱାଲିଫିକେସନ୍ କ'ଣ ରହିବ ନା କ୍ୱାଲିଫିକେସନ୍ ତମେ +3 ପାସ୍ କରିଥିବ, ମାନେ ଗ୍ରାଜୁଏସନ୍ କରିଥିବ, ତା ସହିତ କମ୍ପ୍ୟୁଟର ମଧ୍ୟ ତମେ କରିଥିବ। ଓକେ, ତ ବହୁତ ପିଲାଙ୍କର ଏବେ କ'ଣ ହୋଇଛି ନା +3 ଏକ୍ଜାମ ଦେଇଛନ୍ତି ବଟ୍ ରେଜଲ୍ଟ ବାହାରିନି। ତ ଯେଉଁମାନଙ୍କର ରେଜଲ୍ଟ ନ ବାହାରିଛି, ଯଦି 27 ସୁଦ୍ଧା ତମର ରେଜଲ୍ଟ ବାହାରି ଯାଉଛି ତାହେଲେ ତମେ ଆପ୍ଲାଏ କରିପାରିବ। ତମର ଅନଲାଇନ୍ ଆପ୍ଲିକେସନ୍ ଫିସ୍ କେତେ ରହୁଛି ଦେଖ। ଏଠି ତମର SC/ST ଆଉ ଯେଉଁମାନେ ଦିବ୍ୟାଙ୍ଗ ତାଙ୍କର ଫିସ୍ ରହିବ 175 ଟଙ୍କା, ଆଉ ଯେଉଁମାନେ ଜେନେରାଲ OBC କାଟାଗୋରୀର ତାଙ୍କର ରହିବ 850 ଟଙ୍କା। ପ୍ରଥମେ ତମର ପ୍ରିଲିମିନାରୀ ଏକ୍ଜାମ ହେବ ଏବଂ ତାର ଯେଉଁ ପ୍ରଥମ ଏକ୍ଜାମ ହେବ ରିଜନିଂର କ୍ୱେଶ୍ଚିନ୍ ରହିବ 40, ତାର ମାର୍କ ରହିବ 40। ତାପରେ ତମର ହେବ ମ୍ୟାଥର କ୍ୱେଶ୍ଚିନ୍ ରହିବ 40, ତାର ମାର୍କସ୍ ରହିବ ମଧ୍ୟ 40, କିନ୍ତୁ ତମକୁ ଏଠି 45 ମିନିଟ୍ରେ ତାକୁ କଭର୍ କରିବାକୁ ପଡ଼ିବ। ଦେଖ ତମର ମେନ୍ ଏକ୍ଜାମ, ତମେ ଯଦି ପ୍ରିଲିମିନାରୀ ଏକ୍ଜାମରେ କ୍ୱାଲିଫାଇ କଲ ତାହେଲେ ତମେ ମେନ୍ ଏକ୍ଜାମ ହେବ ବା ମେନ୍ ଏକ୍ଜାମ ଦେବ। ଦେଖ ପ୍ରଥମେ ରହିଛି ରିଜନିଂ 40ଟା କ୍ୱେଶ୍ଚିନ୍ରେ ତମକୁ 50 ମାର୍କ ଦିଆଯିବ। ଆଉ ତମର କମ୍ପ୍ୟୁଟରରେ ଏଠି 40ଟା କ୍ୱେଶ୍ଚିନ୍ରୁ ଦିଆଯିବ 20 ମାର୍କ। କିନ୍ତୁ ଜେନେରାଲ ଜିକେରେ ତମର ଏଠି 40ଟା କ୍ୱେଶ୍ଚିନ୍ରେ 40 ମାର୍କ। ଏଠି ଇଂଲିଶରେ ଦେଖ 40ରୁ 40, ସେମିତି ହିନ୍ଦୀରେ ମଧ୍ୟ ରହିଛି 40ଟା କ୍ୱେଶ୍ଚିନ୍ରେ 40। ତାପରେ ଟୋଟାଲ ଏଠି ତମର ହୋଇଯାଉଛି 200 ମାର୍କ। ଏଠି ତମକୁ କ'ଣ କରିବାକୁ ପଡ଼ିବ ନା 2 ଘଣ୍ଟା ଦେବାକୁ ପଡ଼ିବ। ଏଠି ମୁଁ ଆଉ ଗୋଟେ ଜିନିଷ ଛାଡ଼ିଦେଲି। ଦେଖ ତମର ମ୍ୟାଥ୍ ବି ହେବ। ମ୍ୟାଥ୍ ରହିବ କେତେ ନା 40ଟା କ୍ୱେଶ୍ଚିନ୍ରେ ତମକୁ ଏଠି 50 ମାର୍କ ଦିଆଯିବ। ଆଉ ତମର ଟାଇମ୍ ଏଠି ଯେଉଁ ଦିଆଯିବ ଏଇଟା ରହିବ 2 ଘଣ୍ଟା ରହିବ। ତମେ ଯଦି ଓଡ଼ିଶାରେ ଏକ୍ଜାମ ଦେଉଛ ତାହେଲେ ତମକୁ କ'ଣ କରିବାକୁ ପଡ଼ିବ ନା ଇଂଲିଶରେ ଦେଇପାରିବ, ହିନ୍ଦୀରେ ଦେଇପାରିବ, ଆଉ କ'ଣ କରିପାରିବ ନା ଓଡ଼ିଆରେ ମଧ୍ୟ ଦେଇପାରିବ। ଦେଖ ତମେ ଯଦି PDF ମଧ୍ୟ ଡାଉନଲୋଡ଼ କରିବାକୁ ଚାହୁଁଛ ତାହେଲେ ତମେ ଟେଲିଗ୍ରାମରେ ଜଏନ୍ ହୋଇକି ଡାଉନଲୋଡ଼ ମଧ୍ୟ କରିପାରିବ। ଟେଲିଗ୍ରାମର ଲିଙ୍କ୍ ମୁଁ ଡେସ୍କ୍ରିପ୍ସନରେ ଦେଇଦେଇଛି, ତମେ ଯାଇକିନି ଡାଉନଲୋଡ଼ କରିପାରିବ। ଓକେ, ଦେନ୍ ଦେଖ ତମର ଯେଉଁ ପ୍ରିଲିମିନାରୀ ଏକ୍ଜାମ ହେବ ତାର ସେଣ୍ଟର କେଉଁଠି ସବୁ ରହିଛି ନା ଓଡ଼ିଶାର ଦେଖ ବାଲେଶ୍ୱର, ବ୍ରହ୍ମପୁର, ଗଞ୍ଜାମ, ଯେଉଁ ଭୁବନେଶ୍ୱର, ଦେଖ କଟକରେ ମଧ୍ୟ ଅଛି, ଢେଙ୍କାନାଳରେ ଅଛି, ରାଉରକେଲାରେ ଅଛି, ଆଉ ସମ୍ବଲପୁରରେ ଅଛି। କିନ୍ତୁ ତମର ମେନ୍ ଏକ୍ଜାମ ସେଣ୍ଟରଟା ଅଲଗା ହୋଇଯିବ। ମେନ୍ ଏକ୍ଜାମ ସେଣ୍ଟରଟା ତମର ରହିବ ଭୁବନେଶ୍ୱରରେ, ଆଉ ରାଉରକେଲାରେ, ଆଉ ସମ୍ବଲପୁରରେ, ଏଇ 3ଟା ଜାଗାରେ ରହିବ। ଓକେ, ତ ତମେ ଯେତେବେଳେ କ୍ୱାଲିଫାଇ କରିଯିବ ମେନ୍ ଏକ୍ଜାମ ତାହେଲେ ତମେ ଭୁବନେଶ୍ୱରରେ ଦେଇଦେବ, ସବୁଠୁ ବେଷ୍ଟ ହେବ। ଦେନ୍ ଦେଖ ତମର ଏଠି ଅନଲାଇନ୍ ଆପ୍ଲାଏ ବେଳେ କ'ଣ କ'ଣ ଦରକାର ନା ଫଟୋ ଦରକାର ତମର, ତାପରେ ଦରକାର ତମର ସିଗ୍ନେଚର, ତାପରେ ଲେଫ୍ଟ ଥମ୍ବ ଇମ୍ପ୍ରେସନ୍, ମାନେ ଯେଉଁଟାକି ତମର ବାମ ହାତର ଯେଉଁ ବୁଢ଼ା ଆଙ୍ଗୁଠିର ତାର ଟିପଟା ହେଲା କି। ତାପରେ ହ୍ୟାଣ୍ଡ ରିଟିନ୍ ଡିକ୍ଲାରେସନ୍, ଏଇଟା ଦେଖ ହ୍ୟାଣ୍ଡ ରିଟିନ୍ ଡିକ୍ଲାରେସନ୍ କ'ଣ, ଏଇ ଯେଉଁ ଆଇ ଲେଖା ହେଇଛି ଦେଖିପାରୁଥିବ ନା, ଯେଉଁ ଆଇ ଲେଖା ହେଇଛି ଆଇ ଲେଖିବ। ତାପରେ ତମର ଏଠି ନାଁ ଲେଖିବ ହେଲା କି। ତମର ଏଠି ନାଁ ଲେଖି ସାରିଲା ପରେ ତାପରେ ଏଠି ଯେଉଁଠୁ ପୁରା ଯେତିକି ଲେଖା ହେଇଛି ଏଠି ଆଇ ପାଖରୁ ଦେଖ ପୁରା ଆଇ ପାଖରୁ ତମ ନାଁଟା ଲେଖିଦେଲ ଏଇଠି। ତାପରେ ଏତିକି ବାଟ ଲେଖିବ, ତାକୁ କ'ଣ କରିବ ନା ଫଟୋ ଉଠେଇ ତାକୁ ଅପଲୋଡ଼ କରିବ, ଅନଲାଇନରେ ତାକୁ ଅପଲୋଡ଼ କରିବ। ଆଜି ପାଇଁ ଥିଲା ଏତିକି ଭିଡ଼ିଓ। ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ଏଇଭଳି ଆଗକୁ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।